ଦେଖନ୍ତୁ ଆଜ୍ଞା ଆମ ବିଜୁ ଜନତା ଦଳର କର୍ମୀ କର୍ମୀ ମାନେ ଆପଣଙ୍କର ଇଲେକ୍ସନ୍ ସରୁ ସରୁ ସେତେବେଳୁ ବି ପ୍ରଚାର ଷ୍ଟାର୍ଟ ହେଇଯାଇଥାଉଛି ଆପଣଙ୍କର ଏଣ୍ଡିଂ ଇଲେକ୍ସନ୍ ଆସିବା ପର୍ଯ୍ୟନ୍ତ। ତେଣୁକରି ଯେତେ ଯାହା ହେଲେ ମଧ୍ୟ ସେଠି ବିଜୁ ଜନତା ଦଳ ନିଶ୍ଚିତ ଭାବରେ ଆଗକୁ ବଢ଼ିବ। ଯିଏ କଂଗ୍ରେସ ହେଉ କି ବିଜେପି ହେଉ ତାଙ୍କର ସ୍ଥିତି ଏତେ ଭଲ ନାହିଁ ବିଜୁ ଜନତା ଦଳର ଯେଉଁ ପ୍ରକାର ଅଛି। ତେଣୁକରି ସେଠି ବିଜୁ ଜନତା ଦଳ ହିଁ ଆଗାମୀ ଦିନରେ ସେ ବିଜୟ ଲାଭ କରିବ। ଆପଣ ଯଦି ପ୍ରାର୍ଥୀ ହେବେ ତାହେଲେ ନିଶ୍ଚିତ ଭାବରେ ବିଜେପିକୁ କଂଗ୍ରେସକୁ ପଛରେ ପକାଇ ବିଜେଡିକୁ ଜିତେଇବେ ବୋଲି ଭାବିଛନ୍ତି। ନିଶ୍ଚିତ ଭାବରେ ଯେହେତୁ କି ବିଜୁ ଜନତା ଯେଉଁ ଦଳରେ ରହିଛୁ ସେ ଦଳର ଗୁଣ ତ ଆମେ ଗାଇବାକୁ ପଡ଼ିବ। ଆଉ ତେଣୁ କରିକି ଆଉ କାର୍ଯ୍ୟ ମଧ୍ୟ କାମ ମଧ୍ୟ ସେ ପ୍ରକାର କରାଯାଇଛି। କୌଣସି ଜିନିଷକୁ ଆମର ଛଡ଼ାଯାଇନି ବିଜୁ ଜନତା ଦଳ ତରଫରୁ। ତେଣୁକରି ସେଠି ବିଜୁ ଜନତା ଦଳ ନିଶ୍ଚିତ ଭାବରେ ୱିନ୍ କରିବ। ନମସ୍କାର, ମୁଁ ବି ଏସ୍ଆଇର ଆଉ ଗୋଟିଏ ଏପିସୋଡ଼କୁ ସ୍ୱାଗତ କରୁଛି। ମୁଁ ସଂଗ୍ରାମ। ଆଜି ଆମ ସହିତ ଅଛନ୍ତି ଅତିଥି ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ପୁତ୍ର ଅଶୋକ ପାଙ୍ଗି ଏବଂ ସେ ମଧ୍ୟ ପୂର୍ବତନ ଜିଲ୍ଲା ପରିଷଦର ସଭାପତି ଥିଲେ। ତାଙ୍କ ସହିତ ଆଲୋଚନା କରିବା। ସାର୍ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆମ ଉତ୍କଳ ପ୍ରତିଦିନ। ନମସ୍କାର ଆଜ୍ଞା। କେମିତି ଅଛନ୍ତି ଆପଣ? ଏବେ ରାଜନୈତିକ ମାହୋଲ ଚାଲିଛି, ତା ଭିତରେ କେତେ ବ୍ୟସ୍ତବହୁଳ ନା ରିଲାକ୍ସ ଅଛନ୍ତି? ନା ନିଶ୍ଚିତ ଭାବରେ ଇଲେକ୍ସନ୍ ଆସିছে ମାନେ ବ୍ୟସ୍ତବହୁଳରେ ତ ରହିବା ସ୍ୱାଭାବିକ କଥା। ତେଣୁକରି ଆଗାମୀ ଦିନରେ ଯେଉଁ ଇଲେକ୍ସନ୍ ହେବାକୁ ଯାଉଛି ସେଥିରେ ମୁଁ ମଧ୍ୟ ଇଚ୍ଛା ପ୍ରକାଶ କରୁଛି ଯେ ମାନେ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ କ୍ୟାଣ୍ଡିଡେଟ୍ ପ୍ରାର୍ଥୀ ହେବା ପାଇଁ। ଆପଣ ପ୍ରାର୍ଥୀ ହେବେ, ବାପା ଅନ୍ୟ ଦଳର, ଆପଣ କାହିଁକି ଅନ୍ୟ ଦଳ ପୁଣି ବିଜୁ ଜନତା ଦଳରୁ କାହିଁକି ଆପଣ ପ୍ରାର୍ଥୀ ହେଇକି ଆଶାୟୀ ଅଛନ୍ତି? ଯେହେତୁ ଦେଖନ୍ତୁ ଘର କଥା ହେଲେ ବାପା ନୋ ଡାଉଟ୍ ତାଙ୍କେ ବିଜୁ ଜନତା ଦଳରେ ଥିଲେ। ବିଜୁ ଜନତା ଦଳ ମଧ୍ୟ ତିଆରି କରିବାରେ ତାଙ୍କର ବହୁତ କିଛି ଅବଦାନ ରହିଛି। ତ ସେଇ ହିସାବରେ ମୁଁ ଯେତେବେଳେ 2003ରେ ଜିଲ୍ଲା ପରିଷଦ ଛିଡ଼ା ହେଇଥିଲି ସେଇ ଟାଇମ୍ରେ ଭାଗ୍ୟବଶତଃ ହାରିଯାଇଥିଲି। ତାପରେ 2007ରେ ଜିଲ୍ଲା ପରିଷଦ ଚେୟାରମ୍ୟାନ୍ ହେଲି, 2012 ପର୍ଯ୍ୟନ୍ତ ରହିଲି। ତା ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳ ତରଫରୁ କଟପାଟରୁ ମଧ୍ୟ MLA କ୍ୟାଣ୍ଡିଡେଟ୍ ହେଇଥିଲି ଏବଂ ତାପରେ ସେଇଠି ମଧ୍ୟ ମୁଁ ପରାଜୟ ବରଣ କରିଥିଲି। ତାପରେ ଦଳ କିନ୍ତୁ ମୋ ପାଇଁ ବୋଲି କ୍ରିଟ୍ ଚେୟାରମ୍ୟାନ୍ ଟାଉନ୍ ପ୍ଲାନିଂ ଚେୟାରମ୍ୟାନ୍ ମଧ୍ୟ ମୋତେ କରିଥିଲେ କୋରାପୁଟ ଡିଷ୍ଟ୍ରିକ୍ଟର। ସେହି ହିସାବରେ ସମାଜରେ ଯେତେବେଳେ ସମାଜ କଥା ଯେତେବେଳେ ଉଠୁଛି ପରିଚୟ କେବଳ ବିଜୁ ଜନତା ଦଳରୁ ପାଇଥିଲି। ତେଣୁକରି ଆଜି ପର୍ଯ୍ୟନ୍ତ ମୁଁ ବିଜୁ ଜନତା ଦଳକୁ ଛାଡ଼ି ନାହିଁ। ଆଉ ସେଥିପାଇଁ ଆଶା ମଧ୍ୟ ରଖିଛି ଆଗାମୀ ଦିନରେ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ମୋତେ ପ୍ରାର୍ଥୀ ଦେବେ ବୋଲି।